ନା କ'ଣ देवी प्रसाद मिश्र କେଉଁଠି ଘର କେଉଁଠି ये 15 नंबर हसीना କ'ଣ ହେଇଛି ଘଟଣା? 8टा आज राति 8:40 ରୁ 45 ଭିତରେ ଘରେ ବସିଥିଲି। 2 ଜଣ ଲୋକ ପଶି ଆସିଲେ, ଅଜଣା ଲୋକ। ହାତରେ ସେ ଖଣ୍ଡା ଧରିଥିଲେ। ସେମାନେ କ'ଣ ମାନେ ମୁହଁ ଘୁରେଇଥିଲେ ନା ହେଲମେଟ୍ ଜଣେ ପିନ୍ଧିଥିଲା, ଆଉ ଜଣେ ଖୋଲା ଧୁମ ଥିଲା। ମୋତେ ଆଗେ ମୋତେ ହାଣିଦେଲେ, ଗୋଟେ ଚୋଟ ପକେଇଲେ। କେଉଁଥିରେ ଆଣିଲେ? ସେଇଥିରେ ଯେଉଁ ଧରିଥିଲେ ଯେଉଁ ଖଣ୍ଡା ଆଣିଲେ, କହିଲେ ଏଇଠି ବସ୍, ଅସଭ୍ୟ କରି ବସ୍ ଏଇଠି। କ'ଣ ହେଇଛି ମୁଁ ବୁଝିବା ପୂର୍ବରୁ ଆଉ ଥରେ ହାଣିଲେ। ହାଣିଦେବୁ, କେଉଁଠି କ'ଣ ରଖିଛ ଦିଅ। ମୁଁ କହିଲି କେହି ରଖିନାହାନ୍ତି, ଚାବି ମୋ ପାଖରେ ନାହିଁ, କେମିତି କ'ଣ କରିବା? ନାଇଁ ଆପଣ ଯାହା ରଖିଛନ୍ତି ସବୁ ଦିଅ, ଶୀଘ୍ର ବାହାର କର, ନହେଲେ ହାଣିବେ। ପୁଣି ପକେଇଲେ ଚୋର। ବୋହୂକୁ ଧରିକି ତା ହାତରୁ ଚେନ୍, ମୁଦି, କାଚ ଯାହା ଥିଲା ସବୁ ଓହ୍ଲେଇ ନେଇଗଲେ। ମୋତେ ଜବରଦସ୍ତି ଟାଣି ନେଇକି ଆଲମିରା ପାଖକୁ ଗଲେ। ସେଠି ବି 2 ଚୋର ପକେଇଲେ। ପକେଇଲା ପରେ ବାଧ୍ୟ ହେଇକି ଚାଲମା ଖୋଲିଲି ଏବଂ ଯାହା ଥିଲା ମୁଁ କହିଲି ତୁମେ ଦେଖିନିଅ, ନା ନାଇଁ ତୁ ବାହାର କରିଦେ। ମୁଁ ଯାହା ଥିଲା ଦେଲି। ଆଉ ଟଙ୍କା ଆନୁମାନିକ 40,000 ଟଙ୍କା, ଆଉ ବୋହୂର 2ଟା ଚେନ୍, 4ଟା ମୁଦି, ତା କାନ ଫୁଲ, ତା ହାତ ଚୁଡ଼ି। ପାଖାପାଖି କେତେ ଟଙ୍କା ମୂଲ୍ୟ ହେବ? 2 ଲକ୍ଷ ଟଙ୍କା ନେବ। ତ ଆପଣ ତାକୁ ବିରୋଧ କଲେନି? ମୋତେ ଘରେ ପୁରେଇ ଦେଇକି ଆଗୁଆ ଦେଇ ବିରୋଧ କରିବାକୁ ସମୟ ଦେଲେନି। ବିରୋଧ କରିବା ଅବସ୍ଥାରେ ମୁଁ ନଥିଲି, ବୁଝିପାରୁଛନ୍ତି। ସେ ଯେଉଁ ପ୍ରଥମ ଚୋଟଟା ପକେଇଲେ ପୁରା ଭେନ୍ କଟିଗଲା, ରକ୍ତଟା ବହୁଛି। ତେଣୁ ତାକୁ ମୋତେ ଆଗୁଆ ତାଲା ଦେଇ ପଳେଇ ଆସିଲେ। ବୋହୁ କ'ଣ ଧମକାଧମକି କରୁଥିଲେ, ବୋହୁ ତାଙ୍କୁ ଗୋଡ଼ ହାତ ଧଇଲା। ତାପରେ ସେଠୁ ବୋହୁ ଯାହା ଥିଲା ଦେଇଦେଲା ପରେ ସେ କବାଟ ଆଉଜି ପଳେଇଲେ। ମୋ ମୋବାଇଲ୍ ନେଇ ଯାଇଥିଲେ, ହାର୍ଡ଼ ଡିସ୍କ ନେଇ ପଳେଇଲେ। ଆପଣ କେତେ ଜଣ ଘରେ ଥିଲେ? ବୋହୁ ମୁଁ 2 ଜଣ ଥିଲୁ। ପୂର୍ବରୁ କିଛି ଏଭଳି ଘଟଣା ଘଟିଥିଲା? ହଁ, 6 ତାରିଖ ଏଇ ମାସ 6 ତାରିଖ ଆମ ରାତି 1:55ରେ ମୋ ଘରୁ ଆସି ବାଇକ୍ ଚୋରି କରି ଜଣେ ନେଉଥିଲେ ଏବଂ ମୁଁ ସେଥିରେ ଭୁବନେଶ୍ୱର ଫେରିଲା ବେଳକୁ ସେ ବାଇକ୍ଟା ଛାଡ଼ି ଦେଇ ପଳେଇଲେ। ମୋତେ ଦେଖିଥିଲି। ମୁଁ ଏକଥା ଦେଇଥିଲି FIR ନେଇ କେଉଁଠି ଥାନାରେ। ସେମାନେ ଆସିଲେ, ଆଉ କିଛି ଥରେ ଆସିଲେ, ବୁଲିଗଲେ, ଆଉ ଇନକ୍ୱାରି କଲେନି। ମୁଁ କହିଲା ପରେ ଦେଖିବା, ଆମେ ଯଦି ସୁବିଧା ମିଳେ କହିବୁ, ଆପଣ ଟିକେ ଖୋଜନ୍ତୁ। ମୁଁ ବି ସେଥିରେ ଲେଖିଥିଲି, ଯଦି ଆପଣ ଏଇଟାକୁ ନ ଧରନ୍ତି ଭବିଷ୍ୟତରେ ଗୋଟେ ବଡ଼ ଅଘଟଣକୁ ଏଡ଼ାଇ ଦେଇ ପାରିବ ନାହିଁ। କିନ୍ତୁ ଅଘଟଣ ଘଟିଲା, ଆଉ ଆପଣ ଦେଖୁଛନ୍ତି। ଆଉ ଆପଣ ଭାବୁଛନ୍ତି ସେଇମାନେ କରିଛନ୍ତି? ନା, ସିଏ ନୁହଁ, କିନ୍ତୁ ଧରା ହେଇଥିଲେ ପ୍ରାୟତଃ ବୋଧେ ଅନ୍ୟାନ୍ୟ ଭୟ କରିଥାନ୍ତି ଯେ CCTVରେ ଅଛି, ଆମେ ଯିବା ଅସୁବିଧା ହେବ। ତାକୁ ତ କିଛି ଆକ୍ସନ୍ ନେଲେନି ଥାନାବାଲା, ବୋଲି ଏମିତି ହେଇପାରେ। ଏମାନେ ଆଉ ଟିକେ ସାହସ ବଢ଼ିଯାଇ ପାରିଥାଏ ଏମାନଙ୍କର। ତ ଆପଣ କାହାକୁ ସନ୍ଦେହ କରୁଛନ୍ତି? ନା, ସେମିତି ସନ୍ଦେହ, ସେ ଲୋକକୁ ତ ମୁଁ ଚିହ୍ନିନି, ଆଉ ସନ୍ଦେହ କେମିତି କରିବି? ସେମାନେ କ'ଣ ମୋର ହେଲମେଟ୍ ପିନ୍ଧିଥିଲେ ନା କପଡ଼ା? ଜଣେ ହେଲମେଟ୍ ପିନ୍ଧିଥିଲା, ଆଉ ଜଣେ ଖୋଲା ମୁହଁ ଥିଲା। ଖୋଲା ମୁହଁ ଲୋକଟାକୁ ଆପଣ ମାର୍କିଂ କରିପାରିଲେ? 2 ଜଣଙ୍କୁ ମାର୍କିଂ କରିପାରିବି। ଟୋଟାଲ କେତେ ଆସିଥିଲେ? 2 ଜଣ ଆସିଥିଲେ। କେଉଁଥିରେ ଆସିଲେ ସେମାନେ? ନା, ମୁଁ କେଉଁଥିରେ ଆସିଲେ ଦେଖିନି। ମୁଁ ଘରେ ଥିଲି, ଆମେ ତ ଘରେ ରହିଲୁ, ଆଉ ସେ ତ ପଳେଇଲେ। ଆଉ ତ ଆପଣ ଟିକେ ଚିତ୍କାର କରିଥିବେ, ପାଖ ସାହି ପଡ଼ିଶା ଜାଣିପାରିଲେନି? ନା, କେମିତି ଜାଣିପାରିଲେ? ଏଠୁ ସାହି ପଡ଼ିଶା ଦୂର, ସେମାନେ ଜାଣିବାର ସବୁ ସମ୍ଭବ ନୁହଁ। ତ କ'ଣ ଆପଣ ଚାହୁଁଛନ୍ତି ଏବେ? ଚାହୁଁଛନ୍ତି ଚୋର ଧରା ଯଦି ପଡ଼ନ୍ତା, ଏ ଏରିଆ ଯଦି ପାଟ୍ରୋଲିଂ ହୁଅନ୍ତା ପୋଲିସର, ତାହେଲେ ଏଇ ଏରିଆରେ ବହୁତ ଏମିତି ହେଉଛି। ଦିନ 11ଟାରେ ବି ଗୋଟେ ଲୋକଠୁ 36,000 ଟଙ୍କା ଛଡ଼େଇ ନେଲେ। ଏଇଟା କ୍ରିମିନାଲ, ଏଇ ମାନେ ଏପଟେ କ୍ରିମିନାଲ ବେଶୀ ଯାଉଛି। ଯଦି ପୋଲିସ ଏଠି ଦୃଷ୍ଟି ଦିଅନ୍ତା, ପାଟ୍ରୋଲିଂ ଗୋଟେ ବ୍ୟବସ୍ଥା କରନ୍ତା, କିଛି ଲୋକ ଆମେ ରହିଯାଆନ୍ତୁ ଯେଉଁ ଫ୍ୟାମିଲି ଆମେ ରହୁଛୁ। ତ ଆପଣଙ୍କ କାହା ସାଙ୍ଗେ ଶତ୍ରୁତା ଥିଲା କି ଆଗରୁ? କେଉଁ ସମ୍ପର୍କ କହୁଛନ୍ତି? ଶତ୍ରୁତା ନା, ସେମିତି ସେ ରାଗ ନେଇ ଏମିତି କାଣ୍ଡ ଘଟାଇ ଦେବେ? ନା, ସେମିତି ଶତ୍ରୁତା। ତ ପୋଲିସ ଆଜି ପହଞ୍ଚିଲା, କ'ଣ ତଦନ୍ତ କରୁଛନ୍ତି? ପୋଲିସ ତ ମୋତେ ଆଶ୍ୱାସ ଦେଉଛନ୍ତି ଯେ ହଁ, ଆମେ ଯାହାହେଲେ ବି ଷ୍ଟେପ୍ ନେବୁ। ଆପଣ ଧୈର୍ଯ୍ୟ ଧରୁଛନ୍ତି ବହୁତ, ଏବଂ ଧୈର୍ଯ୍ୟ ଧରନ୍ତୁ, ଆମେ କୋଅପରେଟ୍ କରନ୍ତୁ, ଯାହା ନେବା କଥା ନେବୁ। ପୂର୍ବ ଘଟଣା କାହିଁ ପୋଲିସ ମାନେ ତଦନ୍ତ କଲେନି? ହଁ, ମୁଁ କହିଛି, ପୋଲିସଙ୍କୁ କହିଲି ଯେ ଆପଣ ଯଦି ସେଇଟା କରିଥାନ୍ତେ ପରେ ବରଂ ଏମାନେ ଭୟ ଥାନ୍ତା, ସେଇଟା ଆପଣ ନ କରିବାରୁ ଆମେ ବହୁତ କାର୍ଯ୍ୟ ବ୍ୟସ୍ତ ରହିଲୁ, ତଥାପି ଆମେ ଚେଷ୍ଟା କରୁଥିଲୁ ଆଜି ଯାକେ। ମୁଁ ଆପଣ ତ ସେଇ ତ କହିବେ ନିଶ୍ଚିତ, କିନ୍ତୁ କରିଥିଲେ ଏ ଦୁର୍ଘଟଣାଟା ହେଇନଥାନ୍ତା। କାହାକୁ ଦାୟୀ କରିବେ? ନା, ପ୍ରଶାସନକୁ ଦାୟୀ କରିବାଟା ପଡ଼ିବ, ବାଧ୍ୟ ହେଇ ଆମେ କରିବୁ। ଏଇଥିପାଇଁ ଯେ ଏଠି ପେଟ୍ରୋଲିଂ ବ୍ୟବସ୍ଥା କରିବାର ଥିଲା, ଏବଂ ମୁଁ ଯେତେବେଳେ FIR ଦେଇଛି, ଏ ଏରିଆରେ ଘଟଣା ଘଟୁଛି, ସେମାନେ ସତର୍କ ହୋଇଥାନ୍ତେ, ଆମ ଧନଜୀବନ ରକ୍ଷା ହେଇପାରିଥାନ୍ତା। ମୁଁ ଯଦି ପ୍ରୋଟେଷ୍ଟ ନ କରିଥାନ୍ତି, ମୋ ଜୀବନଟା ଯାଇଥାନ୍ତା। ସେ ଯେମିତି ଆକ୍ରମଣ କରୁଥିଲେ, ମୁଁ ନହେଲେ 2 ହାତରେ 10ଟା ଚୋଟ ଖାଇଲି, ଯଦି ଟିକେ ହାତ ଆଭଏଡ଼ କରିଦେଇଥିଲି, ମୋ ମୁଣ୍ଡ ନିଶ୍ଚୟ ଫାଟିଥାନ୍ତା କି ମାରି ଦେଇଥିଲି। ପାଖାପାଖି କେତେ ଟଙ୍କାର ଲୁଟ୍ ହେଇଛି ଆପଣ? କହୁଛି 2 ଲକ୍ଷ ଉପରେ। ଆଉ